ମୋ ନାଁ ହେଲା ଅଦ୍ୱୈତ ମହାପାତ୍ର ନାଇକେଣ୍ଡି। ଏ ନାଇକେଣ୍ଡିରେ ଦୀର୍ଘ ଦିନ ଧରି ଏ ଦଳ ପାଇଁ ମୁଁ ଯେଉଁ ବିଜୁ ଜନତା ଦଳ ପାଇଁ ବହୁତ କାମ କରିଆସିଛି। କିନ୍ତୁ ଏ ଅଞ୍ଚଳର ଯେଉଁ ଯୁବପିଢ଼ିମାନଙ୍କୁ ଯେଉଁ ଦିଆଯାଉନାହିଁ ଅଗ୍ରାଧିକାର, ସେଥିପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଗତ ଯେଉଁ ଆମର ମିଶ୍ରଣ ପର୍ବ ହେଲା, ରତିକାନ୍ତ ପ୍ରଧାନ ଯେଉଁ ମିଶିଲେ, ଏ ମିଶିବା ଦ୍ୱାରା ଗୋଟେ ପ୍ରଭାବ ଏ ଅଞ୍ଚଳ ପ୍ରତି ପଡ଼ିଛି। କାହିଁକିନା ରତିକାନ୍ତ ପ୍ରଧାନଙ୍କୁ ତାର ଯେଉଁ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କେତେକ ଯୁବକ, ସିଏ ବର୍ତ୍ତମାନ ସମସ୍ତେ ଯେ ରାଜନୀତି କରୁନଥିବା ଲୋକ ବି ମଧ୍ୟ ସେମାନେ ମଧ୍ୟ ଆସିକି ସେ ରତିକାନ୍ତ ପ୍ରଧାନଙ୍କ ପଛରେ ସମସ୍ତେ ଦଳକୁ ଫଲୋ କରୁଛନ୍ତି। ବିଶେଷ କରି ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଆମର ଯେଉଁ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ତଥାପି ଯେଉଁ ଆମର ଯେଉଁ ନବୀନ ପଟ୍ଟନାୟକଙ୍କର ଯେଉଁ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ନୀତି ଆଦର୍ଶ, ତାଙ୍କର ଯେଉଁ ପ୍ରଗତିର ବାର୍ତ୍ତା ଯେ ଆଜି ଚାରିଆଡ଼େ ସାରା ପୃଥିବୀକି ଯେ ଚାଲିଲାଣି, ସେଥିପାଇଁ ଲୋକ ଅନୁପ୍ରାଣିତ ହୋଇକି ଏଇ ମିଶ୍ରଣ ପର୍ବ ଆମର ଏଠି ମିଶିଲେ। ତାଦ୍ୱାରା ଏ ପଞ୍ଚାୟତର ଯେ ବିଜୁ ଜନତା ଦଳ ସପକ୍ଷରେ ମତଟା ଅଧିକ ହେବ। ସଂକ୍ରାନ୍ତି ଯେଉଁ ପଣା ସଂକ୍ରାନ୍ତି, ଯେଉଁ ମହାବିଷୁବ ସଂକ୍ରାନ୍ତିରେ ଆଜି ମାନ୍ୟବର ବିଧାୟକ ଆସିଥିଲେ। ଆମର ପିଲାମାନେ ଏଠି ଗୋଟେ କରିଥିଲେ, ଗୋଟେ ନାଇକାଣ୍ଡିରେ ଯେଉଁ ଛତ୍ର ପଣା ଛତ୍ର ଗୋଟେ କରିଥିଲେ, ବହୁତ ବଢ଼ିଆ ହେଲା। ବହୁତ ମାନେ ବହୁ ଲୋକ ସେଠି ଆସିକି ସେ ପଣା ସବୁ ପିଇଛନ୍ତି। ମାନେ ଉତ୍ତମ ମାନର ଟିକେ ପଣାଟା ଭଲ ହେଇଥିଲା ତ, ଆଉ ବହୁ ଲୋକ ଆସିକି ସେମାନେ ସବୁ ସେଠି ପଣା ପିଇଲେ ଯେ ମାଆଙ୍କର ଆଶୀର୍ବାଦ ପାଇଲେ। ଯେଉଁ ଜଗଜ୍ଜନନୀ ମା ମଙ୍ଗଳାଙ୍କର, ଆମର ଏଠି ଯେଉଁ କାନ୍ତି ମଙ୍ଗଳାଙ୍କର ପୂଜା ପାର୍ବଣ ତାଙ୍କର ଚାଲିଛି, ସେଥିପାଇଁ ଏସବୁ କାର୍ଯ୍ୟକ୍ରମ କରାଯାଇଥିଲା। ଆଉ ସେଇ ତାଙ୍କର ଯେଉଁ ପିଣ୍ଟୁ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟ ତାର ଯେଉଁ ସହଯୋଗୀମାନଙ୍କୁ ନେଇକି ଏସବୁ କାର୍ଯ୍ୟ କରାଯାଇଥିଲା, ଯେଉଁ ପଣା ଉତ୍ସବଟା କରାଯାଇଥିଲା। ଯାହା ହଉ ସେମାନେ ଭଲ କାର୍ଯ୍ୟ ଗୋଟେ କରିଛନ୍ତି। ତାପରେ ଆସିକି ପହଞ୍ଚିଲେ ବିଧାୟକ ମହୋଦୟ, ଯେତେବେଳେ ପହଞ୍ଚିଲେ ତାଙ୍କ ସହିତ ପ୍ରତ୍ୟେକ ମନ୍ଦିର ସବୁ ବୁଲାଯାଇଛି। କାଳୀପୁର ଆମର ଯେଉଁ ରାମ ମନ୍ଦିର ପ୍ରତିଷ୍ଠା ହେଇଛି, ତାଙ୍କୁ ବି ଯାଇକି ସେଠି ଦେଖା କରିଛନ୍ତି, ବୁଲିକି ଆସିଛନ୍ତି। ଏବଂ ମା କାନ୍ତି ମଙ୍ଗଳାଙ୍କ ମନ୍ଦିରକୁ ସେଠିକି ବି ଯାଇଥିଲେ। ଏହି ରୋହିପୁରରୁ ଆମର ଯେଉଁ ହନୁମାନ ମନ୍ଦିର, ସେ ବହୁତ ଦିନର ହନୁମାନ ସେଠି ଅଛନ୍ତି, ତାଙ୍କୁ ବି ଯାଇକି ଦର୍ଶନ କରିଛନ୍ତି। ତଥା ମଲ୍ଲିକା ଦେଇପୁରରେ ସେଠି ମଧ୍ୟ ସେଇ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଯେଉଁ କଳସ ଶୋଭାଯାତ୍ରା ହେଇକି ଗୋଟେ ବଡ଼ ଧରଣର କାର୍ଯ୍ୟକ୍ରମ ଚାଲିଛି ସେଠି ଠାକୁର ହନୁମାନ ଚନ୍ଦ୍ରଙ୍କର, ତାଙ୍କରି କଥାରେ ବି ମଧ୍ୟ ଜିତୁବାବୁ ସେଠିକି ଯାଇଥିଲେ। ପିଲାମାନେ ସମସ୍ତେ ଯାଇକି ବୁଲିକି ଟିକେ ଆନନ୍ଦ ଅନୁଭବ କରୁଛନ୍ତି, ମାଆଙ୍କର ଆଶୀର୍ବାଦ ପାଇକି ଆସିଛନ୍ତି ଆଉ।